ଜୀବନରେ କେବେ ନିଜକୁ କାହା ସହ ତୁଳନା କରନ୍ତୁ ନାହିଁ। ଯେମିତି ସୂର୍ଯ୍ୟ ଓ ଚନ୍ଦ୍ରକୁ ତୁଳନା କରାଯାଇପାରେ ନାହିଁ, କାରଣ ସେମାନେ ଦୁହେଁ ନିଜ ନିଜ ସମୟ ଅନୁସାରେ ଚମକିଥାନ୍ତି। ହଁ, ଜୀବନରେ କେବେ ନିଜକୁ କାହା ସହ ତୁଳନା କରନ୍ତୁ ନାହିଁ। ଯେମିତି ସୂର୍ଯ୍ୟ ଚନ୍ଦ୍ରକୁ ତୁଳନା କରାଯାଇପାରେ ନାହିଁ, କାରଣ ସେମାନେ ଦୁହେଁ ନିଜ ନିଜ ସମୟ ଅନୁସାରେ ଚମକିଥାନ୍ତି। ଯଦି କୌଣସି କାମ କରିବା ପାଇଁ ଡର ଲାଗେ, ତାହେଲେ ଗୋଟିଏ କଥା ମନେ ରଖିବେ କି ଏହି ଡର ହେଉଛି ସେହି ସଂକେତ ଅଟକି ବାସ୍ତବରେ ସେହି କାମ ସାହସିକତାରେ ଭରା ଅଟେ। କାରଣ ଯଦି ସେହି କାମରେ ଡର ବା ରିସ୍କ ନଥାନ୍ତା, ତାକୁ କେହି ବି କରିଦେଇଥାନ୍ତେ। ହଁ, ଯଦି କୌଣସି କାମ କରିବା ପାଇଁ ଡର ଲାଗେ, ତାହେଲେ ଗୋଟିଏ କଥା ନିଶ୍ଚୟ ମନେ ରଖିବେ, ଏହି ଡର ହେଉଛି ସେହି ସଂକେତ ଅଟେ କି ବାସ୍ତବରେ ସେହି କାମ ସାହସିକତାରେ ଭରା ଅଟେ। କାରଣ ଯଦି ସେହି କାମରେ ଡର ବା ରିସ୍କ ନଥାନ୍ତା, ତାକୁ କେହି ବି କରିଦେଇଥାନ୍ତେ। ସ୍ୱପ୍ନ ଯାହାଙ୍କର ବହୁତ ଉଚ୍ଚ ଓ ବଡ଼ ହୋଇଥାଏ, ତାଙ୍କର ଧୈର୍ଯ୍ୟର ପରୀକ୍ଷା ବି ଜବରଦସ୍ତ ହୋଇଥାଏ। ହଁ, ସ୍ୱପ୍ନ ଯାହାଙ୍କର ବହୁତ ଉଚ୍ଚ ଓ ବଡ଼ ହୋଇଥାଏ, ତାଙ୍କର ଧୈର୍ଯ୍ୟର ପରୀକ୍ଷା ବି ପାହାଡ଼ର ଉଚ୍ଚତା କେବେ ଉପରକୁ ଉଠିବାକୁ ରୋକିନଥାଏ, ବରଂ ଜତା ଉପରେ ପଡ଼ିଥିବା କଙ୍କର ଆପଣଙ୍କୁ ଆଗକୁ ବଢ଼ିବା ପାଇଁ ରଖିଥାଏ। ତେଣୁ ତାକୁ ପ୍ରଥମେ ବାହାର କରି ଫିଙ୍ଗନ୍ତୁ। ହଁ, ପାହାଡ଼ର ଉଚ୍ଚତା କେବେ ଉପରକୁ ଉଠିବାକୁ ରୋକିନଥାଏ, ବରଂ ଜତା ଉପରେ ପଡ଼ିଥିବା କଙ୍କର ଆପଣଙ୍କୁ ଆଗକୁ ବଢ଼ିବା ପାଇଁ ରଖିଥାଏ। ତେଣୁ ତାକୁ ପ୍ରଥମେ ବାହାର କରି ଫିଙ୍ଗନ୍ତୁ। ମରିଯାଇଥିବା ମାଛକୁ ହିଁ ପାଣିର ସ୍ରୋତ ଚଲାଇଥାଏ, କିନ୍ତୁ ଯେଉଁ ମାଛର ଜୀବନ ଥାଏ, ସେ ନିଜେ ହିଁ ନିଜର ରାସ୍ତା ବନେଇଥାଏ। ହଁ, ମରିଯାଇଥିବା ମାଛକୁ ହିଁ ପାଣିର ସ୍ରୋତ ଚଲାଇଥାଏ, କିନ୍ତୁ ଯେଉଁ ମାଛର ଜୀବନ ଥାଏ, ସେ ନିଜେ ହିଁ ନିଜର ରାସ୍ତା ବନେଇଥାଏ। ନିଜର ଆତ୍ମବିଶ୍ୱାସକୁ ବତାନ୍ତୁ ନାହିଁ କି ଆପଣଙ୍କର ଅସୁବିଧା କେତେ ବଡ଼ ଅଟେ, ବରଂ ଆପଣଙ୍କର ଅସୁବିଧାକୁ ବତାନ୍ତୁ କି ଆପଣଙ୍କର ଆତ୍ମବିଶ୍ୱାସ କେତେ ବଡ଼ ଅଟେ। ହଁ, ନିଜର ଆତ୍ମବିଶ୍ୱାସକୁ ବତାନ୍ତୁ ନାହିଁ କି ଆପଣଙ୍କ ଅସୁବିଧା କେତେ ବଡ଼ ଅଟେ, ବରଂ ଆପଣଙ୍କର ଅସୁବିଧାକୁ ବତାନ୍ତୁ କି ଆପଣଙ୍କର ଆତ୍ମବିଶ୍ୱାସ କେତେ ବଡ଼ ଅଟେ। ଯେବେ ଶିକ୍ଷାର ଉଦ୍ଦେଶ୍ୟ ଚାକିରି ପାଇବା ହେବ, ସମାଜରେ କେବଳ ଚାକର ହିଁ ସୃଷ୍ଟି ହେବେ, ମାଲିକ ନୁହଁ। ତେଣୁ ସେଥିପାଇଁ ବଡ଼ ଚାକର ବନିବା ଅପେକ୍ଷା ଗୋଟିଏ ଛୋଟ ମାଲିକ ବନିଯାଆନ୍ତୁ। ହଁ, ଯେବେ ଶିକ୍ଷାର ଉଦ୍ଦେଶ୍ୟ ଚାକିରି ପାଇବା ହେବ, ସମାଜରେ କେବଳ ଚାକର ହିଁ ସୃଷ୍ଟି ହେବେ, ମାଲିକ ନୁହଁ। ତେଣୁ ସେଥିପାଇଁ ବଡ଼ ଚାକର ବନିବା ଅପେକ୍ଷା ଛୋଟ ମାଲିକଟିଏ ବନିଯାଆନ୍ତୁ। ତ ଠିକ୍ ଅଛି ଫ୍ରେଣ୍ଡସ୍, ଇଏ ଥିଲା ଆଜିର ଓଡ଼ିଆ ଅନୁଚିତା। ଆଜିର ଓଡ଼ିଆ ଅନୁଚିତା କେମିତି ଲାଗିଲା ପ୍ଲିଜ୍ କମେଣ୍ଟ ମି। ଆଉ ଏଇଭଳି ମନକୁ ଛୁଉଁଥିବା, ହୃଦୟକୁ ସ୍ପର୍ଶ କରୁଥିବା ନୂଆ ନୂଆ ଓଡ଼ିଆ ଅନୁଚିତା ସବୁଦିନ ସବୁ ସକାଳ ଶୁଣିବା ପାଇଁ ଆମ ଚ୍ୟାନେଲ୍ ସହିତ ଯୋଡ଼ି ରୁହନ୍ତୁ। ପ୍ଲିଜ୍ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ ମାଇ ଚ୍ୟାନେଲ୍ ଆଣ୍ଡ ସେୟାର ଟୁ ଫ୍ରେଣ୍ଡସ୍। କାରଣ ଏହି ଚ୍ୟାନେଲ୍ ହେଉଛି ଓଡ଼ିଆର ଏକମାତ୍ର ଚ୍ୟାନେଲ୍ ଯେଉଁଠି ଆପଣ 2000ରୁ ଅଧିକ ମୋଟିଭେସନାଲ୍ କୋଟ୍ ଶୁଣିବାକୁ ପାଇବେ। ଆଉ ଏହି ଚ୍ୟାନେଲ୍ କେବଳ ଆପଣଙ୍କୁ ମୋଟିଭେସନ୍ ଦେବ ନାହିଁ, ବରଂ ରିଏଲ୍ ଲାଇଫ୍ରେ ପ୍ରତ୍ୟେକ